नमस्कार ମୁଁ ଆଜି ଆପଣଙ୍କୁ କହିବି ଇ ପାଉତି କେମିତି ବାନ୍ଧିବା। ଲୋକମାନେ ଇ ପାଉତି ବାନ୍ଧିବାକୁ ଯାଇକି ଟଙ୍କାଟେ ଦେବାର ଅଛି, କିନ୍ତୁ ସେ କମ୍ପ୍ୟୁଟର ଦୋକାନ ଯାଇ କରିକି ସେଠି 100 ଟଙ୍କା ଦେଇକି ଆସୁଛନ୍ତି। ତ ଦେଖନ୍ତୁ, ଆପଣ ଗୁଗୁଲରେ ଇ ପାଉତି ସର୍ଚ୍ଚ କରିବେ, ଉପରେ ଏମିତି ସର୍ଚ୍ଚ ଆସିବ। ଆସିଲା ପରେ ଆପଣ ଉପର ଯୋଉ ଲିଙ୍କ ଆସିବ ସେଥିରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏମିତି ଇଣ୍ଟରଫେସଟା ଆସିଯିବ। ତ ଆପଣ କିଛି ବି ଟେନସନ ନାହିଁ, ଏଠି ବହୁତ ସହଜ, ଯୋଉଟାକି ଆପଣ ନିଜେ ବି ସବୁ ଜାଣିଛନ୍ତି। ତ ଫାଷ୍ଟ ଅଛି ଇୟର, ଫାଇନାନ୍ସିଆଲ ଇୟର କଣ ଦେବେ, ଯୋଉ ବର୍ଷ ବାଞ୍ଚୁଛନ୍ତି ସେଇ ବର୍ଷ ଏଠି ଶୋ କରିବ। ମୁଁ ଏଇଟା 24-25 ବାନ୍ଧି ତ 24-25, କାରଣ 24 ଏବେ ସରିଯିବ। ଠିକ ଅଛି। ତାପରେ ସେଠି ଆସିବ ଡିଷ୍ଟ୍ରିକ୍ଟରେ, ଆପଣ ଯୋଉ ଡିଷ୍ଟ୍ରିକ୍ଟ, ମୁଁ ଖୋର୍ଦ୍ଧା, ଯୋଉ ତ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ। ତହସିଲ ଆମର କଣ ଭୁବନେଶ୍ୱର ଅଛି, ତ ମୁଁ ଭୁବନେଶ୍ୱର ଦେଇଦେଲି। ତାପରେ ଭିଲେଜ, ଆପଣ କୋଉ ଏରିଆ ଯୋଉ ଜାଗାଟା ଅଛି ସେ ଏରିଆଟା ଦେବେ। ଯେମିତି ଆମର ଯୋଉ ଏରିଆ ଅଛି, ତ ସେ ଏରିଆ ମୁଁ ସୁନ୍ଦରପୁର ଦେଇକି ତାକୁ ରେଡି କରିଦେଲି। ତାପରେ ଆସିବ ଖାତା ଖତିଆନ ନମ୍ବର। ଖାତା ଖତିଆନ ନମ୍ବର ଯଦି ଆପଣ ଠିକ ସେ ଦେଇଦେଲେ, ତାହେଲେ ଆଉ କିଛି ଟେନସନ ନାହିଁ। ଖାତା ଖତିଆନ ନମ୍ବର ଆପଣ ସେ ପଟାରେ ଥିବ ତ ଦେଖିଦେବେ। ତ ସେଟା ଦେଲା ପରେ ଏଇ ଯୋଉ ରେଡ କଲର ଯୋଉ ବଡ ବକ୍ସଟା ଅଛି, ସେଇ ଭିତରେ ଆପଣ ଡିଟେଲ ଶୋ କରିବ, କାହା ନାଁରେ ଅଛି, କିଏ ସେ ଓନର, ସବୁ କିଛି ସର୍ଚ୍ଚ କରି ଠିକ ଆସିବ। ତ ଆସିଲା ପରେ ଯଦି ଆପଣଙ୍କୁ ଲାଗିଲା ସବୁ ଓକେ ଅଛି, ଦେନ୍ ଆପଣ କ୍ୟାପଚା କୋଡ ଏଠି ଦେଇଦେବେ। କ୍ୟାପଚା କୋଡ ଦେଲା ପରେ ସେଠି ପ୍ରୋସିଡ କରିବେ। ଠିକ ଅଛି। ପ୍ରୋସିଡ କରିସାରିଲା ପରେ ଆପଣଙ୍କର ନେକ୍ସଟ ଅପସନ ଯିବେ ଆପଣ ପେମେଣ୍ଟ ପାଖକୁ। ଠିକ ଅଛି। ତ ପେମେଣ୍ଟ ପାଖକୁ ଆପଣ ଯିବେ, ସେଠି କେମିତି କଣ କରିବେ ସେ ଡିଟେଲଟା ମୁଁ ଆପଣଙ୍କୁ କହିଦେବି। ଆପଣ କିଛି ଟେନସନ ନେବେନି ହେଲା। ଆପଣଙ୍କ ସବୁ ଡକୁମେଣ୍ଟ ଠିକ ସେ ମୁଁ ଭରିଦେବି। ଆପଣ ଯାହା ବି ଭୁଲ ହବ ମତେ କହିବେ, ମୁଁ ଆପଣଙ୍କୁ ସବୁ ସହଯୋଗ କରିବି। ଓକେ। ଦେନ୍ ଆମର ଅଛି ପ୍ରୋସିଡ କଲେ, ପ୍ରୋସିଡ କଲା ପରେ ଆମର ଦେଖନ୍ତୁ ଇଣ୍ଟରଫେସ ଏମିତି ଆସିଗଲା। ନେକ୍ସଟ ଅନଲାଇନ ପେମେଣ୍ଟ ଉପରେ। ତ ପ୍ରଥମେ ଡିପୋଜିଟ ଯୋଉ ନେମ୍ ଅଛି, ସେଠି କିଏ ଡିପୋଜିଟ କରୁଛି, ଠିକ ଅଛି, ତାଙ୍କର ନାଁ ଦବା। ଯଦି ଆମେ ଓନର ହେଇଛନ୍ତି ତ ଓନର ନିଜର ନାଁ ଦବା। ଯଦି ଆମର ଆମ ରିଲେସନ ଆମେ କମ, ଯେମିତି ମୁଁ ତାଙ୍କର ପୁଅ, ଯଦି ସେ ପୁଅ ବସି ଆସିଥିଲେ ତ ତାଙ୍କ ନାଁ ଦେଲି। ରିଲେସନରେ ମୁଁ ତାଙ୍କ ସନ୍ ହେବି, ତ ରିଲେସନସିପ ସେଟା ସନ୍ ଲେଖିବ। ଠିକ ଅଛି। ତ ସେଇଭଳିଆ ଡିଟେଲ ପିନକୋଡ ଦେବେ, ତା ମୋବାଇଲ ନମ୍ବର ଦେବେ। ତାପରେ ତା ଡିପୋଜିଟର ଆଡ୍ରେସ ଦେବେ, ଯିଏ ଡିପୋଜିଟ କରୁଛି। ଠିକ ଅଛି। ତାର ଏଇଟା ସବୁ ଅଙ୍କ ଏଥିପାଇଁ ଭରା ହଉଛି କି ପରେ ଆପଣଙ୍କର କେବେ ବି ଯଦି କୌଣସି ପ୍ରୋବ୍ଲେମ ହେଲା ତ ସେଇ ଡିଟେଲ ଦ୍ଵାରା ଜଣା ପଡିବ କିଏ ସେ ଦଉଛି। କାହିଁକିନା ଗଭର୍ଣ୍ଣମେଣ୍ଟ ଜିନିଷ ନା, ସେଥିଲାଗି ସବୁ ଜିନିଷ କେୟାରଫୁଲି ସବୁ କରିବାର ଅଛି। ଠିକ ଅଛି। ଏତେ ସବୁ ସରିଲା ପରେ ମେକ୍ ପେମେଣ୍ଟ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କର ନେକ୍ସଟ ଅପସନ ଖୋଲିଯିବ। ସେଠି ବହୁତ ସହଜ, ମୁଁ ସେଟା ଆପଣଙ୍କୁ ଦେଖେଇ ଦଉଛି କେମିତି କଣ ହବ। ଦେଖନ୍ତୁ, ତାପରେ ଏମିତି ଏସ୍ ଓ ନୋ ଆସିବ, ଆମେ ଏସ୍ କରିଦବା କି ଆମେ ସବୁ ଠିକ ସେ ଭରିଛନ୍ତି ବୋଲି। କିଛି ସମୟ ଏମିତି ହ୍ୱାଇଟ୍ ହେଇଯିବ, କିଛି ସମୟ ୱେଟ୍ କରିବେ। ୱେଟ୍ କଲା ପରେ, କାରଣ ଗଭର୍ଣ୍ଣମେଣ୍ଟ ସାଇଟ୍ ସବୁବେଳେ ସ୍ଲୋ ରହୁଛି, ତ ଏମିତି ଆପଣ ଆସିଲା ଡିଟେଲ। ଏଟା କିଛି କରନ୍ତୁ, ଡାଇରେକ୍ଟ ଯିବେ ନେକ୍ସଟ ଉପରେ କ୍ଲିକ୍ କରିବେ। ନେକ୍ସଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ୟୁପିଆଇ ପେମେଣ୍ଟ ଆସିବ। ଏଠି ସର୍ଭର ସ୍ଲୋ ତ ଏମିତି ଆସେ, ତ ଟେନସନ ନାହିଁ। କିନ୍ତୁ ସବୁବେଳେ ଫାୟାରଫକ୍ସରେ ଖୋଲିବେ, କ୍ରୋମରେ କରିବେ ନାହିଁ। କ୍ରୋମରେ ପେମେଣ୍ଟ ହବ ନାହିଁ। ଥ୍ୟାଙ୍କ ୟୁ।